ଆସିଛି ଆଜି। ଶୁଣ ଭାଇ ଏ ଭଉଣୀ, ନିରାଶାରେ ଅଛ କି ଆଜି? ତେବେ ଶୁଣ ଏ ଭାଇ, ଶୁଭ ବାରତା ଆସିଛି ଆଜି। ସରଗର ଏ ବାରତା, ପ୍ରେମର ବାରତା, ସତ୍ୟମୁଖୀର ବାରତା, ପରିତ୍ରାଣର କଥା। ଶୁଭ ବାରତା ଆସିଛି ଆଜି। প্রিয় শ্রোতা বন্ধু, প্রভু শ্রীখ্রিস্টଙ୍କ ସର୍ବଶ୍ରେଷ୍ଠ ନାମରେ ଆପଣଙ୍କୁ ଶୁଭେଚ୍ଛା। ପବିତ୍ର ବାଇବଲର ମାଥିଉ ଲିଖିତ ସୁସମାଚାର 5 ଅଧ୍ୟାୟର 5 ପଦରେ ଆମେ ଏହିପରି ପାଠ କରୁ, ନମ୍ର ଲୋକେ ଧନ୍ୟ, କାରଣ ସେମାନେ ପୃଥିବୀର ଅଧିକାରୀ ହେବେ। ଦୀନତା ହେଉଛି ହୃଦୟର ଏକ ସ୍ୱଭାବ, ଯାହାର ବାହ୍ୟ ପ୍ରକାଶନ ହେଉଛି ନମ୍ରତା। ଦୀନତା ସଦୃଶ ନମ୍ରତା ଏହିପରି ଏକ ସ୍ୱଭାବ ଯାହା ମନୁଷ୍ୟ ଚାହିଁ ନଥାଏ। ପାପ ହେତୁ ମନୁଷ୍ୟ ବିଦ୍ରୋହୀ ହୋଇଯାଇଛି, ଯିଏ ପ୍ରତ୍ୟେକ ନିୟମ କାନୁନର ବିରୁଦ୍ଧ କରେ, ପ୍ରତ୍ୟେକ ଅଧିକାର ବିରୁଦ୍ଧରେ ବିଦ୍ରୋହ କରେ, ତଥା ସେ ସର୍ବଶ୍ରେଷ୍ଠ ସର୍ବାଧିକାରୀ ଈଶ୍ୱରଙ୍କ ବିରୁଦ୍ଧରେ ମଧ୍ୟ ବିଦ୍ରୋହ କରେ। ମନୁଷ୍ୟ ଯଦି ବିରୁଦ୍ଧ ଉପଦ୍ରବ କରୁଛି, ଏହାର କାରଣ ପାପ। ସେ ଈଶ୍ୱରଙ୍କର ଶତ୍ରୁ ଏବଂ ଈଶ୍ୱରଙ୍କର ମାର୍ଗର ବିରୋଧୀ ମଧ୍ୟ। ମନୁଷ୍ୟକୁ ଏହିପରି ପାପର ଦାସତ୍ୱରୁ ରକ୍ଷା କରିବା ନିମନ୍ତେ ପ୍ରଭୁ ଶ୍ରୀଖ୍ରୀଷ୍ଟ ଦେହବନ୍ତ ହେଲେ। ପୁଣି ସେ ଆପଣା ଜୀବନରେ ନମ୍ରତାକୁ ସିଦ୍ଧତାର ସହିତ ପ୍ରକାଶ କଲେ। ସେ ନିନ୍ଦା ପାଇବା ସମୟରେ ଫେରି ନିନ୍ଦା କଲେ ନାହିଁ। ଆପଣା ତାଡ଼ନାକାରୀମାନଙ୍କୁ ଅଭିଶାପ ଦେଲେ ନାହିଁ, ମାତ୍ର ସେମାନଙ୍କ ନିମନ୍ତେ ତଥା ସମସ୍ତ ପାପୀ ମାନବର ପରିତ୍ରାଣ ନିମନ୍ତେ ସେମାନଙ୍କର ପାପର ଦଣ୍ଡ ଆପେ କ୍ରୁଶ ଉପରେ ବହନ କଲେ। ଯେ କେହି ନିଜର ପାପ କ୍ଷମା ଓ ପରିତ୍ରାଣ ନିମନ୍ତେ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରେ, ସେ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ପରି ନମ୍ର ହୋଇଯାଏ। ଏହିପରି ନମ୍ର ଲୋକଙ୍କ ଉପରେ ଈଶ୍ୱର ପ୍ରସନ୍ନ ହୁଅନ୍ତି ଏବଂ ସେମାନଙ୍କୁ ଆଗାମୀ ଯୁଗରେ ଅର୍ଥାତ୍ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ରାଜ୍ୟରେ ଏହି ପୃଥିବୀର ଅଧିକାରୀ କରିବେ। ଆପଣ ମଧ୍ୟ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ ଦ୍ୱାରା ଈଶ୍ୱରଙ୍କୁ ପ୍ରସନ୍ନ କରି ନମ୍ର ହୋଇ ଏହି ପୃଥିବୀର ଅଧିକାରୀ ହେବା ନିମନ୍ତେ ଈଶ୍ୱରଙ୍କ ନିକଟରେ ଆମର ଏହି ପ୍ରାର୍ଥନା।